ସକାଳଟାରୁ ମନ ଦୁଃଖରେ ବସିଥିଲି। ସେତିକିବେଳେ ସ୍ୱାମୀ ଆସି କହିଲେ, ଆରେ ତୋର ପୁଣି କ'ଣ ହେଲା? ସକାଳୁ ସକାଳୁ କାହିଁ ମନ ଦୁଃଖରେ ବସିଛୁ? ସାଙ୍ଗେ ସାଙ୍ଗେ ମୁଁ କହିଲି, ଆଉ ମନ ଦୁଃଖ କରିବିନି। ଆଜି ଝିଅର ଖୁଦୁରୁକୁଣୀ ଓଷା, ଜାଣିଛ ନା ନାହିଁ? ଘରେ ତ କିଛି ନାହିଁ, ଝିଅ ଏବେ କ'ଣ ଖାଇବ? ସ୍ୱାମୀ କହିଲେ, ଏଇ ଗୋଟେ କଥା। ମୁଁ ସାଙ୍ଗେ ସାଙ୍ଗେ ବଜାର ଯାଇ କିଛି ନେଇ ଆସୁଛି। ସାଙ୍ଗେ ସାଙ୍ଗେ ମୁଁ ଖୁସି ହେଇ କହିଲି, ହଉ ଠିକ୍ ଅଛି, ତମେ ଯାଅ। ସତକୁ ସତ ସ୍ୱାମୀ ବଜାର ଯାଇ ନେଇ ଆସିଲେ ପୁରୀ, ଡାଲମା ଆଉ ଦହିବରା। ଝିଅ ପାଇଁ ପୁରୀ ଡାଲମା ଆଉ ମୋ ପାଇଁ ଦହିବରା। ଝିଅ ସିନା ଓଷା କରିଛି, ଆମର ତ ଖାଲି ମଜା ହେଉଛି ଆଉ। ପ୍ରକୃତରେ ଝିଅର ନାଁ ଆମର ଗାଁ। ଝିଅ ଖାଇଲା ତାର ପୁରୀ ଡାଲମା ଆଉ ମୁଁ ଖାଇଲି ମୋର ଦହିବରା। ଆଲୋ ଆଲୋ ଆଲୋ, ମୁଁ ସିନା ଦହିବରା ଖାଇଦେଲି, ହେଲେ ସ୍ୱାମୀ ଖାଇବେ କ'ଣ? ସାଙ୍ଗେ ସାଙ୍ଗେ ରୋଷେଇ ଘରକୁ ଗଲି କିଛି ଖାଇବା ବନେଇବା ପାଇଁ। ସେଇଠି ଯାଇ ଯାହା ଦେଖିଲି, ସିଏ କ'ଣ ଖାଲି ଆମ ବ୍ୟବସ୍ଥା କରିଛନ୍ତି ନା କ'ଣ? ନାଇଁ 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 ମ, ଆଗରୁ ତାଙ୍କ ବ୍ୟବସ୍ଥା କରିଦେଇଛନ୍ତି ନା। ଦେଖୁନାହାନ୍ତି, ରୋହି ମାଛ ଆଣିଛନ୍ତି ପଖାଳ ଖାଇବା ପାଇଁ। ମୁଁ କ'ଣ କଲି ନା, ସେଇ ସବୁ ମାଛକୁ ପରିଷ୍କାର କରି ଧୁଆଧୁଇ କରି ସେଥିରେ ଲୁଣ ହଳଦୀ ଗୋଳେଇ ତାକୁ କଡ଼ମଡ଼ିଆ କରି ଭାଜିଦେଲି। ମାଛ ଭଜାକୁ ପଖାଳ ମୁଠେ ଦେଇଦେଲେ। ବାବୁ ଆମର ସେଇଥିରେ ତ ଖୁସି ଆଉ। ହଉ, ଖାଇବା ପିଇବା ସରିଲା, ପୁଅ ପାଖକୁ ଯିବାକୁ ପଡ଼ିଲା। ସେ ଗଣେଶ ପୂଜାକୁ ଆସିବ ବୋଲି କହୁଥିଲା, ହେଲେ ତା ପରଦିନ ତାର ଏକ୍ଜାମ୍ ବୋଲି ଆମକୁ ଜଣା ନଥିଲା। ସ୍ୱାମୀ କହିଥିଲେ ବାହାରିବା ଆମେ ଏଠୁ 11ଟାରେ। ଏପର୍ଯ୍ୟନ୍ତ ସ୍ୱାମୀଙ୍କର ଦେଖା ନାହିଁ। 12ଟା ବାଜିଲା ଘଣ୍ଟାରେ। ସଜବାଜ ହେଇ ସ୍ୱାମୀକୁ ଅନେଇ ଅନେଇ ଆଖିରୁ ପାଣି ମଲା। ସ୍ୱାମୀଙ୍କର 12ଟା 30ରେ ଆସିବା ହେଲା। 12ଟା 45ରେ ଆମେ ସ୍ୱାମୀ ସ୍ତ୍ରୀ 2 ଜଣ ବାହାରି ଗଲୁ, ଆଉ ପୁଅ ପାଖରେ 2ଟା 30ରେ ଯାଇ ପହଞ୍ଚିଗଲୁ। ଘରେ ଆସି ପହଞ୍ଚିଲା ବେଳକୁ 6ଟା 10 ହେଇଥିଲା। ତା ଭିତରେ ଆମକୁ ବହୁତ ଗୁଡ଼ିଏ କାମ ସାରି ଫେରିବାକୁ ପଡ଼ିଥିଲା। ସବୁ କାମ ସରିବା ପରେ ସରିଯାଇଥିବା କିଛି ଗ୍ରୋସରୀ କିଣିଥିଲୁ। ଝିଅର ଓଷା ବୋଲି ତା ପାଇଁ ଦୋସା ଆଣିବାକୁ ଜମାରୁ ଭୁଲି ନଥିଲୁ। ଯେହେତୁ ସ୍ୱାମୀଙ୍କର ଚିକେନ୍ ଖାଇବାର ଥିଲା ରାତିରେ, ତେଣୁ ସ୍ୱାମୀ ଆମ ମା ଝିଅଙ୍କୁ ସନ୍ତୁଷ୍ଟ କରିଦେଲେ ଦୋସାରେ। ଆମ ମା ଝିଅଙ୍କ ପାଇଁ 2ଟା ଦୋସା ଆଣିଥିଲେ। ଆମ ଖାଇବା ଦେଖି ସ୍ୱାମୀ ଜମାରୁ ଲୋଭ ସମ୍ବରଣ କରିପାରିନଥିଲେ। ସାଙ୍ଗେ ସାଙ୍ଗେ ଆମକୁ କହିଲେ, ମୁଁ ତମ କଥା ବୁଝିଲି, ତମେ ମୋ କଥା ବୁଝ। ସକାଳେ ଆସିଥିବା ମାଛ ଭଜାକୁ ପ୍ଲେଟ୍ରେ ନେଇ ସ୍ୱାମୀକୁ କହିଲି, ଖାଇବା ଆସ। ତାପରେ କଣ୍ଢେଇ ଆମର ଓଷା ପୂଜା ସାରି ଭୋଗ ଆଣି ବାଣ୍ଟୁଥିଲା ଅତି ଶ୍ରଦ୍ଧାରେ। ତା ଖୁସି ଦେଖି ମୋ ଖୁସି ତ କହିଲେ ନ ସରେ ଆଉ। ଆମ ମା ଝିଅଙ୍କର ତ ଦୋସା ଖିଆ ଯାଇଥିଲା। ରାତିରେ ଉଷୁନା ଭାତକୁ ଚିକେନ୍ ତରକାରୀ ଖାଇ ସ୍ୱାମୀଙ୍କ ମନକୁ ଶାନ୍ତି ମିଳିଥିଲା। ସବସ୍କ୍ରାଇବ୍ ନିଶ୍ଚିନ୍ତ କରିବେ। ପୁଣି ଦେଖା ଗୋଟେ ନୂଆ ଭିଡ଼ିଓରେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।